ଦୋଳ ପୂର୍ଣ୍ଣିମାରେ ଛୁଇଁ ଦିଅନ୍ତୁ ଏହି ଗଛ ଏବଂ ପାଆନ୍ତୁ ସବୁ ଦୁଃଖ କଷ୍ଟରୁ ମୁକ୍ତି। କ'ଣ ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଲାଗି ରହୁଛି? ଯେତେ ଚେଷ୍ଟା କଲେ ମଧ୍ୟ ସଫଳତା ମିଳିପାରୁନାହିଁ? ତେବେ ଜମାରୁ ଚିନ୍ତା ନାହିଁ। ଏହି ଦୋଳ ପୂର୍ଣ୍ଣିମାରେ କରନ୍ତୁ ଏହି ଉପାୟ ଏବଂ ନିଜ ଜୀବନରୁ ଦୁଃଖ କଷ୍ଟକୁ ଦିଅନ୍ତୁ ମୁକ୍ତି। ଏହି ଗଛକୁ ଛୁଇଁ ନିଜ ଜୀବନରେ ଭରି ଦିଅନ୍ତୁ ସୁଖ ଆଉ ସମୃଦ୍ଧି। କିନ୍ତୁ ତା ପୂର୍ବରୁ କମେଣ୍ଟରେ ଲେଖିଦିଅନ୍ତୁ ରାଧେ ରାଧେ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଦୋଳ ପୂର୍ଣ୍ଣିମା ଦିନ ଆପଣ ଏକ ପାରିଜାତ ବୃକ୍ଷ ନିକଟକୁ ଯାଇ ତା ସାମ୍ନାରେ ଏକ ଘିଅ ଦୀପ ଜାଳନ୍ତୁ। ହଁ ଆଜ୍ଞା, ଘିଅର ଦୀପ ଜାଳନ୍ତୁ। କିନ୍ତୁ ଯଦି ଆପଣ ଘିଅ ଦୀପ ନ ଜାଳି ପାରୁଛନ୍ତି ତାହେଲେ ଆପଣ ତେଲ ଦୀପ ମଧ୍ୟ ଜାଳିପାରିବେ। ଦୀପ ଜାଳି ସାରିବା ପରେ ଆପଣ ସେହି ଗଛକୁ ଛୁଇଁ ମୁଣ୍ଡିଆ ମାରନ୍ତୁ ଏବଂ ସେହି ଗଛକୁ ଛୁଇଁ ନିଜର ମନସ୍କାମନା କୁହନ୍ତୁ। ନିଜ ମନରେ ଥିବା ସବୁ କଥା ସେହି ପାରିଜାତ ବୃକ୍ଷ ପାଖରେ ଅର୍ପଣ କରନ୍ତୁ ଏବଂ ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ। ରାଧେ ରାଧେ।